ଆପଣ ଜାଣିଛନ୍ତି କି ଏହି ଆଧୁନିକ ବିଜ୍ଞାନ ଯୁଗରେ ମଧ୍ୟ ପୃଥିବୀରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ବିଜ୍ଞାନର ସମସ୍ତ ନିୟମ ଫେଲ୍ ହୋଇଯାଏ, ଯେଉଁଠି ପ୍ରକୃତି ନିଜର ନିୟମ ବଦଳାଇବାକୁ ବାଧ୍ୟ ହୁଏ। ସେହି ପବିତ୍ର ସ୍ଥାନଟି ଆଉ କେହି ନୁହେଁ, ତାହା ହେଉଛି କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ପୁରୀର ଶ୍ରୀଜଗନ୍ନାଥ ମନ୍ଦିର। ଏହି ଭବ୍ୟ ମନ୍ଦିର ଉପରେ ଲାଗିଥିବା ନୀଳଚକ୍ର ଏବଂ ପତିତପାବନ ବାନାକୁ ନେଇ ଏମିତି କିଛି ଆଶ୍ଚର୍ଯ୍ୟଜନକ ସତ୍ୟ ରହିଛି, ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ନାସାର ବଡ଼ ବଡ଼ ବୈଜ୍ଞାନିକମାନେ ମଧ୍ୟ ଦେଇପାରିନାହାନ୍ତି। ଆଜି ଆମେ ଜାଣିବା ଶ୍ରୀମନ୍ଦିରର ସେହି 5ଟି ଭୟଙ୍କର ଏବଂ ଚକିତ କଲା ଭଳି ରହସ୍ୟ, ଯାହା ଶୁଣିଲେ ଆପଣ ବି ପ୍ରଭୁଙ୍କ ମହିମା ଆଗରେ ମୁଣ୍ଡ ନୁଆଇବେ। ଭିଡିଓଟି ବହୁତ ରୋଚକ ହେବ, ତେଣୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ପ୍ରକୃତିର ସାଧାରଣ ନିୟମ ହେଉଛି ପବନ ଯେଉଁ ଦିଗରେ ବହେ, କପଡ଼ା ବା ପତାକା ସେହି ଦିଗରେ ହିଁ ଉଡ଼ିଥାଏ। କିନ୍ତୁ ଶ୍ରୀମନ୍ଦିର ଶିଖରରେ ଥିବା ପତିତପାବନ ବାନା ସବୁବେଳେ ପବନର ଉଲ୍ଟା ଦିଗରେ ଉଡ଼ିଥାଏ। ଯଦି ପବନ ପୂର୍ବରୁ ପଶ୍ଚିମକୁ ବହୁଛି, ତେବେ ବାନା ପଶ୍ଚିମରୁ ପୂର୍ବକୁ ଉଡ଼ିବ। ଏହା କେମିତି ସମ୍ଭବ, ତାହା ଆଜି ବି ଏକ ବଡ଼ ରହସ୍ୟ। ଏହା ସମୁଦ୍ର କୂଳରେ ଥିବାରୁ ଦିନ ସମୟରେ ପବନ ସମୁଦ୍ରରୁ ସ୍ଥଳଭାଗକୁ ଏବଂ ସଞ୍ଜ ବେଳେ ସ୍ଥଳଭାଗରୁ ସମୁଦ୍ରକୁ ବହିବା କଥା। କିନ୍ତୁ ପୁରୀ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଓଲଟା ହୋଇଥାଏ। ଏହି ଅଲୌକିକ ବ୍ୟବସ୍ଥା ପଛର ରହସ୍ୟ କଣ, ତାହା କେହି ଜାଣିନାହାନ୍ତି। ସବୁଠାରୁ ବଡ଼ ଚମତ୍କାର ହେଉଛି ମନ୍ଦିରର ସୁଉଚ୍ଚ ଛାୟା ବା ଛାଇ। ବିଜ୍ଞାନ କହେ ସୂର୍ଯ୍ୟର ଆଲୋକ ଯେତେବେଳେ କୌଣସି ବସ୍ତୁ ଉପରେ ପଡ଼େ, ତେବେ ତାର ଛାଇ ନିଶ୍ଚିତ ଭାବେ ତିଆରି ହୁଏ। କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ଗମ୍ବୁଜର ଛାଇ ଦିନର କୌଣସି ବି ସମୟରେ ମାଟି ଉପରେ କେବେ ହେଲେ ଦେଖାଯାଏ ନାହିଁ, ନେହେଲେ ଦେଖାଯାଏ ନାହିଁ। ଏହା ସହିତ ମନ୍ଦିର ଉପରେ ଥିବା ବିଶାଳ ନୀଳଚକ୍ରକୁ ଆପଣ ପୁରୀର ଯେଉଁ ଦିଗରୁ ବି ଦେଖିବେ, ତାହା ସବୁବେଳେ ଆପଣଙ୍କୁ ସମ୍ମୁଖ ଭାଗ ବା ସିଧା ଦେଖାଯିବ। 500 ବର୍ଷ ପୂର୍ବର କାରିଗରମାନେ କେଉଁ ଜ୍ୟାମିତିକ ଗଣିତ ବ୍ୟବହାର କରି ଏହାକୁ ତିଆରି କରିଥିଲେ, ତାହା ଆଜିର ଇଞ୍ଜିନିୟରମାନଙ୍କୁ ବି ଚକିତ କରୁଛି। ଆପଣ ସାଧାରଣତଃ ଦେଖିଥିବେ ଯେ ଦୁନିଆର ଯେକୌଣସି ବଡ଼ ମନ୍ଦିର କିମ୍ବା ଉଚ୍ଚ ଅଟ୍ଟାଳିକା ଉପରେ ପକ୍ଷୀମାନେ ବସିଥାନ୍ତି କିମ୍ବା ଆକାଶରେ ଉଡୁଥାନ୍ତି। କିନ୍ତୁ ଶ୍ରୀମନ୍ଦିର ଉପରେ ଆଜି ପର୍ଯ୍ୟନ୍ତ କୌଣସି ପକ୍ଷୀକୁ ଉଡୁଥିବାର କିମ୍ବା ନୀଳଚକ୍ର ଉପରେ ବସିଥିବାର କେହି କେବେ ଦେଖିନାହାନ୍ତି। ଏପରିକି ଏହି ମନ୍ଦିର ଉପର ଦେଇ କୌଣସି ବିମାନ କିମ୍ବା ହେଲିକପ୍ଟର ଉଡ଼ିବା ମଧ୍ୟ ନିଷେଧ ଅଟେ। ଶାସ୍ତ୍ର ଅନୁସାରେ ଏହି ସ୍ଥାନର ଦିବ୍ୟ ଶକ୍ତି ଏବଂ ମୁମ୍ବାଇ ବା ନାସାର ବୈଜ୍ଞାନିକଙ୍କ ମତରେ ଏଠାକାର କାଳ୍ପନିକ ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ଏମିତି ହୋଇଥାଏ। ଶେଷ ଏବଂ ସବୁଠାରୁ ବଡ଼ ଚମତ୍କାର ହେଉଛି ଆନନ୍ଦ ବଜାରର ମହାପ୍ରସାଦ। ଏଠାରେ ମାଟିର 7ଟି କୁଡୁଆ ବା ପାତ୍ରକୁ ଗୋଟିଏ ଉପରେ ଗୋଟିଏ ରଖି ରୋଷେଇ କରାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି, ସବୁଠାରୁ ଉପରେ ଥିବା ପାତ୍ରର ଅନ୍ନ ସବୁଠାରୁ ଆଗ ରାନ୍ଧି ହୋଇଥାଏ ଏବଂ ତଳ ପାତ୍ରର ଅନ୍ନ ଶେଷରେ। ଏହା ସହିତ ଆପଣ ଯେତେବେଳେ ସିଂହଦ୍ୱାର ଭିତରକୁ ପ୍ରବେଶ କରିବେ, ସେତେବେଳେ ମନ୍ଦିର ଭିତରକୁ ପାଦ ରଖିବା ମାତ୍ରେ ବାହାରେ ଥିବା ସମୁଦ୍ର ଲହଡିର ପ୍ରଚଣ୍ଡ ଶବ୍ଦ ସମ୍ପୂର୍ଣ୍ଣ ଗାୟବ ହୋଇଯାଏ। କିନ୍ତୁ ମନ୍ଦିରରୁ ଗୋଟିଏ ପାଦ ବାହାରକୁ କାଢ଼ିଲେ ପୁଣି ସେହି ଶବ୍ଦ ଶୁଣାଯାଏ।